ଶୀତ ଦିନରେ ପ୍ରାୟତଃ ଆପଣମାନେ ବି ଯୋଉ ଛୋଟ ଛୋଟ ଚାରା ଲଗାଉଛନ୍ତି ନା, ସେ ଚାରାରେ ଦେଖିବେ ଯଦି ଆପଣ ଖରାରୁ କାଢ଼ିଦେଲେ, ତାହେଲେ ଖରାରେ ହେଉଛି ପତ୍ର ଗୁଡ଼ାକ ହଳଦିଆ ପଡ଼ିଯିବାର ସମସ୍ୟା, ଆଉ ଛାଇରେ ଯଦି ରଖିଲେ ସେଥିରେ ମୂଳ ପଚିଯିବାର ସମସ୍ୟା। ଏଇସବୁ ସମସ୍ୟାକୁ ନେଇକି ଆମେ ଗଛ ଲଗେଇବାର ଇଚ୍ଛା ଥିଲେ ବି ଲଗେଇବାକୁ ଇଚ୍ଛା ହୁଏନି। ତ ସେଇ ସମସ୍ୟାକୁ ଦୂର କରିବା ପାଇଁ ଆଜିର ଏ ଭିଡ଼ିଓଟି ସେୟାର କରି ଛୋଟ ଚାରା ଯେଉଁ ଲଗାଉଛନ୍ତି ତାର ଇମ୍ୟୁନିଟି ବୁଷ୍ଟ ପାଇଁ ଆପଣ ଯଦି ଏଇ ବୁଷ୍ଟର ଦେଇ ଦେଉଛନ୍ତି, ତାହେଲେ ଆପଣଙ୍କ ଗଛ ବହୁତ ହି ଭଲ ରହିବ। ନା ପଚିବ, ନା ଗଛର ପତ୍ର ହଳଦିଆ ପଡ଼ିବ। ତ କ'ଣ କରୁଛି ଚାଲନ୍ତୁ। ପ୍ରଥମେ ମୁଁ ଗୋଟେ ଠିପି ମାପରେ ନେଇଯାଇଛି ପ୍ଲାଣ୍ଟ ବୁଷ୍ଟର, ଯେଉଁଟାରେ କି ମୋର ପ୍ରତ୍ୟେକଟି ଗଛରେ ଦେବି। ଏଇଠି ପ୍ରଥମେ ମୋର ଛୋଟ ଛୋଟ ଚାରା ଲଗେଇଥିଲି, ଆଉ ସେ ଚାରାଟି ପ୍ରଥମେ ମୁଁ ଦେଇଦେଇଥିଲି। ଏ ଚାରା ଯେହେତୁ ମୋର ଗଛର ପତ୍ର ହଳଦିଆ ଦେଖିପାରୁଥିବେ କୌଣସି ଗଛରେ ନାହିଁ, କାହିଁକିନା ପ୍ଲାଣ୍ଟ ବୁଷ୍ଟର ସପ୍ତାହକୁ ଥରେ ଲେଖାଏଁ ଦେବାକୁ ପଡ଼ୁଛି। ତାପରେ ଯାଇଥିଲି ଷ୍ଟାର ଗ୍ଲୋରୀ ଗଛର ବି ମଧ୍ୟ ସେମିତି କଢ଼ ଯଦି ରହିଗଲା କିମ୍ବା ମଞ୍ଜି ରହିଗଲା, ତାପରେ ସେମିତି ଝାଉଁଳି ଯାଏ ଆଉ ପତ୍ର ହଳଦିଆ ପଡ଼େ। ତ ସେଇ ସମସ୍ୟାଟି ସେ ଷ୍ଟାର ଗ୍ଲୋରୀରେ ଅଧିକା ଦେଖିବାକୁ ମିଳେ, ସେଥିପାଇଁ ମୁଁ ସ୍ପ୍ରେ ଭାବରେ ସେଇଟାକୁ ଆଡ଼୍ କରିଥିଲି। ତାପରେ ଏଇଟା ସବୁଠୁ ଭଲ କଥା ହେଲା, ଏଇଟାକୁ ଆପଣ ଛିଞ୍ଚା ବି ଦେଇପାରିବେ, ନହେଲେ ମୂଳରେ ବି ଦେଇପାରିବେ। ଯଦି ଆପଣଙ୍କ ଗଛର ଯଦି ଝାଉଁଳୁଛି ବାରମ୍ବାର, ତାହେଲେ ମୂଳରେ ଦେବେ। ଆଉ ଯଦି ଆପଣଙ୍କ ଗଛର ପତ୍ର ହଳଦିଆ ପଡ଼ିବାର ସମସ୍ୟା ରହୁଛି, ତାହେଲେ ଏଟାକୁ ସ୍ପ୍ରେ କରିକି ଦେବେ, ଯେଉଁଟାକି ବହୁତ ହି ବଢ଼ିଆ ରେଜଲ୍ଟ ମିଳିବ ଆପଣଙ୍କୁ। ତ ଏଇଠି ମୁଁ କିଛି ଛୋଟ ଛୋଟ ଚାରା କିଛି ବନେଇଥିଲି, ତାକୁ ବି ମଧ୍ୟ ଦେଇଦେଇଥିଲି। ଆଉ କିଛି ମୋର ହେଉଛି ନୂଆ ନୂଆ କସମସ୍ ଲଗେଇଥିଲି, ଆଉ ସେଗୁଡ଼ାକ ଟିକେ ପତ୍ର ଏମିତି ଝାଉଁଳି ଯାଇଥିଲା, ମୂର୍ଚ୍ଛା ମାରି ଯାଇଥିଲା। ତ ତା ଦେହରେ ଦେଇଦେଇଥିଲି। ଏଇଟା ସକାଳ ହେଲା ପରେ ପୁରା ରେଡ଼ି ହେଇଯାଇଥିବ। ତାପରେ ଏଇଠି ମୋର ଛୋଟ ଚାରା କତିକି ଯାଇଥିଲି। ଛୋଟ ଚାରା ଗୁଡ଼ାକ ଆଜି ଯେହେତୁ ଲଗା ହେଇଥିଲା, ତ ଏଇଟା ମୁଁ ରାତି ସମୟରେ ସମୟ ଟିକେ ଗ୍ୟାପ୍ ଦେଇକି, ଯେମିତିକା 2-3 ଘଣ୍ଟା ଛାଡ଼ିକି ଯାଇକି ମୁଁ ଏଇଟା ସ୍ପ୍ରେ କରିଥିଲି। ଯଦି ବି ଆପଣ ଏଇ ପ୍ଲାଣ୍ଟ ବୁଷ୍ଟର ଆପଣଙ୍କ ଗଛ ମୂଳରେ ଅଧିକା ପଡ଼ିଗଲା, ତାହେଲେ ବି କିଛି ଡର ନାହିଁ। ଏଥିରେ କୌଣସି କେମିକାଲ ଭାଗ ନାହିଁ। ଏଇଟା ଗୋଟେ ରେଡ଼ିମେଡ଼୍ର, ଏଇଟା ଗୋଟେ ଲିକ୍ୱିଡ଼, ଯେଉଁଟାକି ପ୍ଲାଣ୍ଟ ବୁଷ୍ଟ କରିଥାଏ ଆଉ ଇମ୍ୟୁନିଟି ବୁଷ୍ଟ କରେ ପ୍ଲାଣ୍ଟର, ଯେଉଁଥିପାଇଁ ଆମ ଗଛଟା ସ୍ପିଡ଼ିରେ ଗ୍ରୋ କରେ। ତ ସିଜନାରୀ ଗଛ ଆମେ ବହୁତ ଡେରିରେ ଲଗାନ୍ତି କିଛିଟା ଗଛ, ଯେଉଁଗୁଡ଼ାକ ଡେରି ବି ମଧ୍ୟ ହୁଏ ବଢ଼ିବା ପାଇଁ, ଆଉ ସିଜନ୍ ପଳେଇଥାଏ ବୋଲି ଫୁଲ ବି ମଧ୍ୟ ଆସେନି। ତାକୁ ସ୍ପିଡ଼ି ବଢ଼ାଇବା ପାଇଁ ଆପଣ ଏଇ ପ୍ଲାଣ୍ଟ ବୁଷ୍ଟକୁ ବି ମଧ୍ୟ ଆଡ଼୍ କରିପାରିବେ, ଯାହାଦ୍ୱାରା ନୂଆ ନୂଆ ଗ୍ରୋଥ୍ ବଢ଼ିବ ଆଉ ନୂଆ ନୂଆ କୁଆଁ ଯେଉଁ ଆସିବ, ସେଥିରେ ଫୁଲର ମାତ୍ରା ବି ବହୁତ ହି ବଢ଼ିଆ ଆସିବ। ଏଟାର ତ ଫୁଲ ତ ଏଇଟା ଫୁଟେଇବନି, କିନ୍ତୁ ଏଇଟାର କାମ ହେଲା କେବଳ ଗଛକୁ ଇମ୍ୟୁନିଟି ବୁଷ୍ଟ କରିକି ଗଛକୁ ବଢ଼େଇ ଚାଲିବ। ତ ଏଇଠି ମୁଁ କିଛି ପିଟୁନିଆ ଚାରା ଲଗେଇଥିଲି, ସେଥିରେ ବି ମଧ୍ୟ ହାଲକା ସ୍ପ୍ରେ କରିଦେଲି। ଆଉ ଯେଉଁଗୁଡ଼ାକ ମଞ୍ଜି ପକେଇକି ଜର୍ମିନେଟ୍ କରିଥିଲି, ସେଥିରେ ହାଲକା ଦେଇଦେଲି, ଯେମିତିକା ଗଛ ଝାଉଁଳିବନି। ଆଉ ତାପରେ ମନ୍ଦାର ଚାରା ଯେଉଁ ବନେଇଥିଲି, ସେଥିରେ ବି ମୁଁ ସପ୍ତାହକୁ ଛାଡ଼ିକି ଥରେ ଲେଖାଏଁ ରିପିଟ୍ କରେ, ଯେମିତିକା ମୋର ପ୍ଲାଣ୍ଟ ବୁଷ୍ଟକୁ ଯେମିତିକା ବୁଷ୍ଟ ଯେମିତି ଇମ୍ୟୁନିଟି ବୁଷ୍ଟ ଜାରି ରହିବ। ତାପରେ କିଛି ବାଇଗଣ ଚାରା ପ୍ରସ୍ତୁତ କରିଥିଲି, ଆଉ ସେଗୁଡ଼ାରେ ବି ମଧ୍ୟ ସ୍ପ୍ରେ କରିଦେଇଥିଲି। ଡାଇନେଥସ୍, କୁନ୍ଦୁରି ଚାରା ଆଉ ଯାହା ଯେତିକି ମନ୍ଦାର ଗଛ ଲଗେଇଥିଲି ସବୁଥିରେ ଦେଇସାରିଲା ପରେ, ଏଠି କିଛି ପତ୍ରରେ ବି ମଧ୍ୟ ହାଲକା ସ୍ପ୍ରେ କରିଦେଉଛି, ଯାହାଦ୍ୱାରା ଗଛର ପତ୍ର ହଳଦିଆ ପଡ଼ିବ। ଆପଣମାନଙ୍କୁ ମୋ ଭିଡ଼ିଓ କେମିତି ଲାଗିଲା ଜଣାଇବେ। ଭଲ ଲାଗିଥିଲେ ଲାଇକ୍ ବି କରିଦେବେ। ଆଉ ଆଗକୁ ଏମିତି ସୁନ୍ଦର ସୁନ୍ଦର ଟିପ୍ସ ଜାଣିବା ପାଇଁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।